ସାଙ୍ଗମାନେ ଆଉ ଏକ ନୂଆ ବ୍ଲଗକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ତ ଆଜି ମୁଁ ଆସିଥିଲି ଆମ ଧାନ ବିଲକୁ। ତ ବହୁତ ଦିନ ରୁଆ ରୁଇ ତ ସରିଲା ପରେ ନାଇଁ 1.5 ମାସ ପ୍ଲସ୍ ହେଲାନି, 2 ମାସ ହେଲାନି ରୁଆ ସରିଲାନି। ତାପରେ ଥୁଡ଼ ନାଇଁ ସମସ୍ତେ ବାହାରିଲାନି, ଧାନ ବି ବାହାରିଲାନି। ତ ବିଲକୁ ଆସିଲା ପରେ ମୁଁ ଯେ ଆଜି ଦେଖିଲି ମାନେ ପ୍ରତ୍ୟେକ ଲୋକଙ୍କର ମାନେ ଧାନ ବିଲରେ ମାନେ ଅଗ ପୁଡ଼ି ଯାଇଛି। ମାନେ ମାନେ ଜଣକା ରୋଗ ହେଇଥିବ, କିନ୍ତୁ ପ୍ରତ୍ୟେକ ଲୋକଙ୍କର ମାନେ ସବୁ ଧାନ ଗଛ ମାନେ ଅଗ ପୁଡ଼ି ଯାଇଛି। କ'ଣ ପାଇଁ କିସ ପୁଡ଼ିଛି ତ ମୁଁ ଜାଣିପାରୁନାହିଁ। ତ ମୁଁ ଆପଣଙ୍କୁ ଦେଖୁଛି ତ କେମିତି ସବୁ ପୁଡ଼ିଛି ଦେଖନ୍ତୁ। ମାନେ ଧାନ ବିଲରେ ମୁଁ ଛିଡ଼ା ହେଇଛି, ଆମର ଜମି ପାଖରେ ଠିଆ ହେଇଛି। ତ ଦେଖନ୍ତୁ, ତ ଏଇଟା ଧାନ ଗଛ ଦେଖିବାକୁ ସବୁ ଅଗ ପୁଡ଼ି ଯାଇଛି ପୁରା। ମାନେ ଚାରି ପାଖରେ ପ୍ରତ୍ୟେକ ଲୋକଙ୍କର ଏଇଟା ପୁରା କେତେ ବଡ଼ ଏରିଆ। ତ ଏରିଆ ଭିତରେ ମାନେ ଧାନ ପୁରା ସମସ୍ତଙ୍କର ପୁଡ଼ି ଯାଇଛି। ତ କ'ଣ କିସ ପାଇଁ ପୁଡ଼ିଛି ତ ମୁଁ ତ ଜାଣିପାରୁନାହିଁ। ତ ନିହାତି ଯଦି ଆପଣଙ୍କ ସାଇଡ଼ରେ ଯଦି ଧାନ ଗଛ ଏମିତି ଅଗ ପୁଡ଼ି ଯାଇଛି ତ ନିହାତି ମୋତେ କମେଣ୍ଟରେ ଜଣେଇବେ। ତ ଯାହା କୁହନ୍ତୁ ମାନେ ପ୍ରତ୍ୟେକ ଲୋକ ମାନେ ଏଇ ଯେ ହାଲି ବର୍ଷା ତ ହେଲା, ଜାଣିଥିବେ ପ୍ରତ୍ୟେକ ଜିଲ୍ଲାରେ ବି ହେଇଥିବ, ଆମ ସାଇଡ଼ରେ ବି ହେଇଛି। ତ ଏଇଟା ଆର୍ଟିଫିସିଆଲ ବର୍ଷା ହେଇଛି ନା ଏମିତିଆ ଲଘୁଚାପ ବି ଥିଲାନି, ମୌସୁମୀ ତ ଏବେ ତ ନାହିଁ। ତ ହବ ତ କାଳବୈଶାଖୀ ହେଇଥିଲେ ତ ଆସିଥାନ୍ତା, ମାନେ ବର୍ଷା ଆସିଥାନ୍ତା ପଳେଇଥାନ୍ତା, ତ ଝଡ଼ିକି ପଳେଇଥାନ୍ତା। ସେମିତି ନୁହେଁ, 2 ଦିନ ଧରି ବର୍ଷା ହେଲା। କାହିଁକିନା ପ୍ରତ୍ୟେକ ମାନେ ଡିଷ୍ଟ୍ରିକ୍ଟ, ପ୍ରତ୍ୟେକ ଜିଲ୍ଲା ଆଉଟ୍ ଅଫ୍ ଷ୍ଟେଟ୍ର ବି ଏମିତି ଆର୍ଟିଫିସିଆଲ ବର୍ଷା ବି ହେଉଛି। ତ କ'ଣ ପାଇଁ ତ ଅଲଗା ୱେଦର ଭିତରେ କ'ଣ ଗଡ଼ବଡ଼ ଚାଲିଛି ମାନେ କରାହେଉଛି, ତ କୃତ୍ରିମ କାମ ଚାଲିଛି। ତ ସେଇଥିପାଇଁ ଏତେ ପ୍ରୋବ୍ଲେମ୍ ହେଉଛି, ମୁଁ ସେଥିପାଇଁ ଭାବୁଛି। ତ ସେଇ ଫାଷ୍ଟ ବର୍ଷା ସେଇଥିପାଇଁ ହେଇଥିବ, ନହେଲେ ଆଉ ଫାଷ୍ଟ ବର୍ଷା ତ ଅଧିକାଂଶ ବହୁତ ଦିନରୁ 3 ମାସ ପ୍ଲସ୍ 4 ମାସ ହେଲାଣି ତ ବର୍ଷା ହେଇନଥିଲା। ତ ଯାହାଦ୍ୱାରା ମାନେ ଯେତିକି ଧୂଳିକଣା ଉପରେ ଥିଲା ସେଇ ଧୂଳିକଣା ବର୍ଷା ଫାଷ୍ଟ ବର୍ଷା ସେମିତି ହେଇଛି ପ୍ରାୟ ମୁଁ ଭାବୁଛି। ତ ଆଉ ସେମିତି ହେଇଥିଲେ ଯଦି ମୋ କଥା ରାଜି ତ ଆପଣ କମେଣ୍ଟ କରିବେ। ମାନେ ଏମିତିଆ ପାଇଁ କ'ଣ ପାଇଁ ହେଇଛି ଧାନ ବିଲରେ ଏମିତିଆ ମାନେ ପୁରା ସବୁ ଅଗ ପୁଡ଼ି ଯାଇଛି। ଲୋକ ନାଇଁ ଥୁଡ଼ ଆସିଲାନି, ଧାନ ଗଛ ଗଲାନି, କିନ୍ତୁ ଅଗ ଦେଖିବାକୁ ପୁରା ପୁଡ଼ି ଯାଇଛି। ତ ପୁରା ଦେଖନ୍ତୁ ପୁରା ହଳଦିଆ ହେଇଛି ଗଛ, ଅଗ ପୁରା ହଳଦିଆ ହେଇଛି। ତ କ'ଣ ପାଇଁ ଏମିତି ହେଇଛି ମୁଁ ତ ଜାଣିପାରୁନାହିଁ। ପୁରା ଦେଖନ୍ତୁ, ପୁରା ପ୍ରତ୍ୟେକ ଲୋକଙ୍କର କାହାରି ବାକି ନାହିଁ ଯେ ମାନେ ଅଗ କାହାର ପୁଡ଼ି ନାହିଁ ଯେ ବାକି ନାହିଁ, ପୁରା ସମସ୍ତଙ୍କର ପୁଡ଼ିଛି ଯାହା ମୁଁ ଦେଖୁଛି। ଦୁଃଖ ବି ଲାଗୁଛି ନା ମେଡ଼ିସିନ ମାରିଦେବ ନା କିସ ପାଇଁ ହେଲା। ଯାହା ହଉ ଘର ଗଲେ କହିବି କ'ଣ କିଛି ହେଇଛି। ତ ଦେଖିବାକୁ ପୁରା ଫୁଲ୍ ଏରିଆ ଯେତିକି ଧାନ ଚାଷ ହେଇଛି ତ ସମସ୍ତଙ୍କର ପୁଡ଼ିଛି, କାହାରି ବାକି ନାହିଁ। ବାସ୍ନା ଜଣକାର ହେଇଥାନ୍ତା, ସେଟା ହଁ ଗୋଟେ ଧରିଥାନ୍ତେ, ରୋଗ ଫୋଗ ହେଇଛି, ଏଇଟା ଅଲଗା କାରଣ ଗୋଟେ ହେଇଥିବ, କିନ୍ତୁ ସେହା ନୁହଁ। ତ ଏଇଟା ୱେଦର ପ୍ରୋବ୍ଲେମ୍ ନା କିସ ମୁଁ ବି ଜାଣିପାରୁନାହିଁ। ଯାହା ଭଲ ବି ଲାଗୁନାହିଁ, ସମସ୍ତଙ୍କୁ ପୁଡ଼ିଛି। ତ ଯାହାକୁ ବି ମୁଁ ପଚାରିଥିଲି, ମୋତେ ଜଣେ କହୁଥିଲେ, ମୁଁ ଆସିନଥିଲି, ମୋତେ କହୁଥିଲେ ଯେ ଅଗ ସମସ୍ତଙ୍କୁ ପୁଡ଼ି ଯାଇଛି। ସେ ମୋତେ କହୁଥିଲେ ଯେ ୱେଦର ପାଇଁ ସେମିତି ହେଇଛି ପ୍ରାୟ। ତ ଯାହା ବି ହଉ ଏଇଟା ଜଣାପଡ଼ିବ ୱେଦର ଚେଞ୍ଜର ନା କ'ଣ ବି ହେଇଛି। ପୁରା ଭଲ ଲାଗୁନାହିଁ, ନା ଅଗ ସମସ୍ତଙ୍କୁ ପୁଡ଼ି ଯାଇଛି। ଦେଖିଲେ ଦୁଃଖ ଲାଗୁଛି ପୁରା ଦେଖିଲେ କେମିତି ଅଗ ପୁଡ଼ି ଯାଇଛି। ଯେ ଧାନ ଚାଷ କରୁଛ ନିହାତି ମୋତେ ଜଣେଇବେ, ତମ ସାଇଡ଼ରେ ଯଦି ମାନେ ଏମିତିଆ ଧାନ ଗଛ ପୁଡ଼ି ଯାଇଛି। ଦେଖିବ ସମସ୍ତଙ୍କୁ ପ୍ରତ୍ୟେକ ଲୋକଙ୍କର ଅଗ ପୁଡ଼ି ଯାଇଛି। ତ ମୁଁ ଦେଖୁଥିଲି ତ ମାନେ ପ୍ରତ୍ୟେକ ଲୋକର ପୁଡ଼ିଛି। ତଥାପି ମୁଁ ଦେଖି ପଳେଇ ଯାଉଛି। ତ ତଥାପି ମୁଁ ଯିମି ମେଡ଼ିସିନ ଦୋକାନକୁ ମୋତେ ଯିବା ପାଇଁ ପଡ଼ିବ, କାହିଁକି ପଚାରିବା ପାଇଁ ପଡ଼ିବ। କାହିଁକିନା ଯଦି ଏମିତିଆ ୱେଦର ପ୍ରୋବ୍ଲେମ୍ ଯାହା ବି ହଉ ମୋତେ ମେଡ଼ିସିନ ମାରିବା ପାଇଁ ପଡ଼ିବ। କାହିଁକିନା ଏବେ ଥୁଡ଼ ବାହାରିବା ସମୟ ନା, ଯାହା ହେଲେ ଅସୁବିଧା ଅଛି। ତ ଯାହା ହଉ ଦେଖିବା, ମୁଁ ବି ଏବେ ପଳେଇ ଯାଉଛି, ବିଲକୁ ପଳେଇ ଯାଉଛି। ତ ଘର ପାଖକୁ ଯିବି, ମୁଁ ଘର ଜଣେଇବି ଏମିତି ପ୍ରୋବ୍ଲେମ୍ ହେଇଛି। ତ ବାବା ଆସିନି ଯାହା କରିବେ। ତ ଚାଲନ୍ତୁ, ମୁଁ ଘର ପାଖକୁ ପଳେଇଛି। ତ ଦେଖୁଛି, ମୁଁ ରାସ୍ତାରେ ଯାଉଛି, ମୁଁ ଦେଖୁଛି ପୁରା ସମସ୍ତଙ୍କ ଅଗ ପୁଡ଼ି ଯାଇଛି, କାହାରି ବାକି ନାହିଁ ଯେ ଜଣକାର ହେଇଛି ନା ଗୋଟେ ଅଲଗା କଥା। ମାନେ ଧାନ ଗଛ ପ୍ରତ୍ୟେକ ଲୋକଙ୍କର ପୁଡ଼ି ଯାଇଛି। ଆଉ ପିଆଜ ଗଛ ଏଇଠି ଜଣେ ପିଆଜ ଚାଷ ବି କରୁଛି, ତାଙ୍କର ବି ଅଗ ପୁଡ଼ା। ଯେତେ ଚାଷ ଯାହା ଆମ ଘର ବି ପିଆଜ ଚାଷ ହେଇଛି, ତ ସବୁ ଅଗ ପୁଡ଼ି ଯାଉଛି। ଯେତେ ମେଡ଼ିସିନ ଯେତେ ଟ୍ରିଟମେଣ୍ଟ କଲାକୁ କିଛି ରୋକ ନାହିଁ, ଯାହା ନୁହେଁ। ଆଉ ଅଗ ତ ପୁଡ଼ୁଛି ଦୁନିଆ କଥା। ଏଠି ଜଣେ ବାଦାମ ଗଛ ବି ଲଗେଇଛନ୍ତି, ବାଦାମ ଗଛ ବି ମରୁଛି, ପ୍ରତ୍ୟେକ ଲୋକଙ୍କ ମରୁଛି ନା କ'ଣ ପାଇଁ ସମସ୍ତେ ଜଣାକୁ ହିଁ ପଡ଼ୁନାହିଁ। ତ ଯାହା ହଉ, ତ ମୁଁ ଏବେ ପଳେଇ ଯିବି ଘର ପାଖକୁ। ତ ରହିଲି, ଆଉ ପୁଣି ଦେଖା ହେବ ଆଉ ଗୋଟେ ନୂଆ ବ୍ଲଗ୍ରେ। ତ ଯଦି ଭିଡ଼ିଓ ଭଲ ଲାଗେ ଲାଇକ୍ ସବସ୍କ୍ରାଇବ୍ ଫଲୋ ନିହାତି କରିବେ।
ଆଉ କିଛି ପ୍ରୋବ୍ଲେମ୍ ଦେଖାଉଛି ମୋ ଭିଡ଼ିଓ ତ ନିହାତି କମେଣ୍ଟ ତ ରହିଲି। ଜୟ ଜଗନ୍ନାଥ, କାଲି ପୁଣି ଦେଖା ହେବା, ବାଏ।